ମୁଁ ରହିବିନି, ତୁଳସୀ ରହିବିନି। ମୁଁ ଯାତ୍ରା ସବୁ କରୁଥିଲା ପରେ ମୁଁ ଯୋଉଠି ମାଡ଼ ଖାଇ ସେଠି ଅଭିନୟ କରିପାରିବି। ମୋର ମୁଁ ସେଠି ହସିକି ଆଉ ମୋର ଗୋଟେ ହସ ଡାଇଲଗ ଥିଲେ ବି ମୋର ହସ ବାହାରିବନି। ସେଠି ଯାଇକି ବି ମୋର ଲାଭ ନାହିଁ। ମୁଁ ବ୍ରହ୍ମଗଣ୍ଠି ପକେଇଥିବି, ସେ ଫାଙ୍କି ଦଉଛି ମିଡ଼ିଆରେ ମୁଁ ମାରିନି ସିସିଟିଭି ଦେଖନ୍ତୁ। ମୁଁ ଆଜ୍ଞା ମୁଁ ବିଶ୍ୱାସ କରୁଛି ସିସିଟିଭି ଯେଉଁ ରୁମ୍ ଭିତରେ ଥିଲା ସେଠି 3 ଜଣ ଥିଲୁ, ସେଠି ସିସିଟିଭି ଥିବ ମୁଁ ଦେଖିନି, କିନ୍ତୁ ବାହାରେ ସିସିଟିଭି ଅଛି। ଯଦି ତାଙ୍କର କ'ଣ କରୁଛି, ଯଦି ପ୍ରକୃତରେ ମୁଁ ବ୍ରହ୍ମ ପଇତା ଛୁଇଁକି ଯଦି ମୋତେ ମୁଁ ବାମୁଣ ଛୁଆ ମୋତେ ଯଦି ଗୋଇଠା ମାରିଛୁ ଆଉ ମୁଁ ଯଦି ମାରିଛୁ, ପ୍ରକୃତରେ ଯଦି ମୁଁ ଠିକ୍ ନ୍ୟାୟ ଯାଇଥିବି ତାହେଲେ ମୁଁ ଠିକ୍ ନ୍ୟାୟ ପାଇବି। ମୁଁ ଜାଣୁଛି ଆଜି ମୁଁ ଠିକ୍ ନ୍ୟାୟ ପାଇବି। ତରେ କାନ୍ଦିକି ଉପରେ ହସିକି କଳାକାର କେମିତି ଅଭିନୟ କରିଛି, ଯେତିକି ମୋ ବାପା ମରିଯାଇଥିଲା, ମୋ ମା ମରିଯାଇଥିଲା, ମୁଁ ଯେତିକି ମନ ଦୁଃଖ ନ କରିନଥିଲି। ମୋ ଜଗା ବାବା ମରିଗଲା, ମୁଁ ତାଙ୍କ ବାବା ଡାକେ। ସେତେବେଳେ କୋଭିଡ ଟାଇମ୍ର ମୁଁ ସେମାନେ ଚାଲିଗଲେ ଯେତିକି ମୋର ମନ ଦୁଃଖ ହୋଇନଥିଲା। ଆଉ ଏଇ ଘଟଣା ଘଟିଲା ପରେ ମୋ ଆଉ ଜୁନ୍ 13 ତାରିଖ ମୋତେ ମାଲିକର ମୁଁ ପଇସା ନେଇଛି। ମୋତେ ନ୍ୟାୟ ନ ମିଳିବ 25-26ରେ ମୋ ଯାତ୍ରା ଜଗତରେ ପାଉଡର ମାରିବେନି। ମୋର ଏଇଟା ଶେଷ। ଆଉ ମୁଁ ଯାତ୍ରା ଜଗତରେ ପାଉଡର ମାରିବିନି କି ମୁଁ ଅଭିନୟ କ୍ଷେତ୍ରକୁ ଆଉ ଓହ୍ଲେଇବିନି। 52 ବର୍ଷ ଭିତରେ ଯଦି ମୁଁ ନଙ୍ଗଳା ହେଇକି ମାଲିକ ଭିତରେ ମାଡ଼ ଖାଇବି, ଜୀବନ ନ ରଖିବା ଭଲ। ମୁଁ ଚିନ୍ତା କଲି ସୁଇସାଇଡ୍ କରିଦେବି। ଏମିତି ବହୁତ ଆଟାମ୍ ନେଇଥିଲି ମନେ ମନେ, କାହାକୁ କିଛି ନ ଜଣେଇ। ସାର୍ଟ ଖୋଲ, ମୋ ସାର୍ଟ ଖୋଲିଦେଲେ, କହିଲେ ପ୍ୟାଣ୍ଟ ଖୋଲ, ମୋ ପ୍ୟାଣ୍ଟ ଖୋଲିଦେଲେ। ମୁଁ ଚଢ଼ିଟା ଗେଞ୍ଜିଟା ପିନ୍ଧିଥାଏ। କହିଲେ ଏ ହାତରେ ଗୋଟେ ଆଣିକି ବନ୍ଧୁକ ଧରେଇ ଦିଅ, ଥାନା ବାଲା ମୁଁ ଫୋନ୍ କରିବି, ନା ମୋତେ ମାରତେ ଆସିଥିଲା। ମୁଁ କିଛି ସ୍ତାବ୍ଧ ହେଇଛି, ମୋ କାନକୁ କିଛି ଶୁଭୁ ନଥାଏ। ଏ କାନ ଦେଖନ୍ତୁ, ଏଇଟା ସକାଳୁ ବ୍ଲଡ଼ ବାହାରୁଥିଲା ମୋର। ଯାତ୍ରା କହିଲା ଗଲାବେଳେ ମୁଁ ମିଡ଼ିଆକୁ ବ୍ଲଡ଼ ଦେଖେଇଛି। ଏବେ ବି ଏକ୍ସରେ କରି ମୋ ଛାତି ବିନ୍ଧୁଛି, ଛାତି ଗୋଇଠା ସବୁ ପରାମର୍ଶ କରି ମୁଁ ଆଉ କିଛି ଉପାୟ ନ କରି ସେମିତି ଠିଆ ହେଇଥାଏ। କାଲି ମୋ ଉପରେ ଯେଉଁ ଅଦିନ ଝଡ଼ ବୋହିଗଲା, ମୁଁ କେବେ ଭାବିନଥିଲି ଯେ ମୋର 32 ବର୍ଷ ଯାତ୍ରା ଜଗତ ହେଇଗଲା। 52 ବର୍ଷ ମୋତେ ହେଲା। ମୁଁ ଦୀର୍ଘ 13-14 ବର୍ଷ ରହିଲି କୋଣାର୍କ। କଳିଙ୍ଗ ମହାରଥୀ ପାଟିର ମହାରଥୀ ବାବୁ ଥିଲାବେଳେ ତାଙ୍କ ପାଟିରେ 5 ବର୍ଷ 6 ବର୍ଷ। ନନିଆ ଚାଚା ପାଟିରେ ରହିଲି, ସେମାନେ ତ୍ରିନାଥର, ମାନେ ଯୋଉଠି ରହିଛି 5 ବର୍ଷ 10 ବର୍ଷ ପାଖାପାଖି। କିନ୍ତୁ ଯେ ମୁଁ ବର୍ତ୍ତମାନ ମୁଁ ସ୍ୱପ୍ନ ମହଲର କାର୍ଯ୍ୟରତ ଅଛି। ଜୁନ୍ 30 ତାରିଖ ନା 13 ତାରିଖ ପାଇଁ ରହିବି। ତେଣୁ ଏଠି ମୁଁ କଥା ହେଇଛି, ମୁଁ ଏଠୁ ରହିବି ନାହିଁ। ଏ ମାଲିକ ସାର୍ କଥା ହେଇସାରିଛି, ମୁଁ ଆଉ ଆପଣଙ୍କ ପାଖରେ ରହିବିନି। ମୁଁ ତୁଳସୀ ପାଟିକି ଯିବି, ସମ୍ରାଟ ତୁଳସୀ ପାଟିରେ। ଆମର କଣ୍ଟ୍ରାକ୍ଟ ବି ସରିଯାଇଥିଲା ଖଣ୍ଡଗିରିରୁ। ଖଣ୍ଡଗିରିରୁ କଣ୍ଟ୍ରାକ୍ଟ ଥିଲା, ମୋର ଦରମା ଥିଲା 16 ଲକ୍ଷରୁ 18 ଲକ୍ଷ। ଆଉ ମୁଁ ଅଗ୍ରିମ ମାଗିଥିଲି 10 ଲକ୍ଷ। ବାବୁ ମୋ କଣ୍ଡିସନର ସବୁ ନାଣ୍ଡୁ ବାବୁ ରାଜି ହେଇଗଲେ, ଯେଉଁ ଆମର ତୁଳସୀ ଗଣନାଟ୍ୟର ମାଲିକ ରାଜି ହେଇଗଲେ। 10 ଲକ୍ଷ ଟଙ୍କା ମୋତେ 2 ଥର ଦେଲେ। ଥରେ ଦେଲେ, ଏକାଥରେ ଦେବା କଥା, ଟିକେ ସମୟ ତାଙ୍କର କହିଲେ ନରି ହେଇପାରୁନି। ଆଉ ଫେବୃଆରୀ 20 ତାରିଖ ଭିତରେ ପ୍ରାୟ ଦେଲେ 5 ଲକ୍ଷ। ଆଉ 4-5 ଦିନ ପରେ ଡାକିକି ଦେଲେ 5 ଲକ୍ଷ। 10 ଲକ୍ଷ ଦେଲେ। ଗୋଟିଏ କିସ୍ତିରେ ଦେବା କଥା 2 କିସ୍ତି ଦେଲେ। ଥାର୍ଡ଼ କିସ୍ତିର ଯେତେବେଳେ ମୁଁ କହିଛି ବାବୁକୁ, ମୁଁ ଯେଉଁ ପାଟିରେ ଅଛି, ମୋର କିଛି ଓଭରଡ୍ର ପଇସା ଅଛି, ଆପଣ ଦେଲେ ପଇସା, ମୁଁ ଝିଅ ବାହାର କରିଥିଲି ନେଇକି ତାକୁ ସୁଝିଲି। ଆପଣ କିଛି ପଇସା ଦେଲେ, ମୁଁ 3 ବର୍ଷ ଯେଉଁ ଅନୁଷ୍ଠାନ ରହିଲିଣି ତାଙ୍କୁ କିଛି ମୋତେ ପଇସା ଫେରାଇବାକୁ ପଡ଼ିବ। କେତେ ପଇସା ଅଛି? ମୁଁ କହିଲି 3 ଲକ୍ଷ ଭିତରେ, ମୋର 2 ଲକ୍ଷ 60 କି 3 ଲକ୍ଷ ଭିତରେ ଏମିତି ମ୍ୟାକ୍ସିମମ୍ ପଇସା ଫେରିବାକୁ ପଡ଼ିବ। କହିଲା ଠିକ୍ ଅଛି, ତାଙ୍କ ପଇସା ଫେରେ। ସେତେବେଳେ ସବୁ କଣ୍ଡିସନ୍ ସରିଗଲା। ମୋତେ ଫାଷ୍ଟ କିଛି ପଇସା 10 ଲକ୍ଷ ଦେଇସାରିକି ସେକେଣ୍ଡ କିସ୍ତି ଯେତେବେଳେ ମୁଁ ପଇସା ମାଗିବାକୁ ଗଲି, ପାଟି ପଇସା ଫେରେଇବି, ମୁଁ ଯାତ୍ରାଗତର ଯେଉଁ ପାଟି ରହିଛି, କୌଣସି ମାଲିକ କହିବେ ଯେ ନରି ମୋ ଟଙ୍କାଟେ ଖାଇଦେଇ ପଳେଇଛି। ମୁଁ ଯେଉଁଠି ଏତେ ଦିନ ରହିବି ସମ୍ପର୍କ ଖରାପ ହେବନି, ସବୁ ମାଲିକ ମୋର ଭଲ ସମ୍ପର୍କ। ମୁଁ ଯଦି ପାଟି ଛାଡ଼ିବି ଏଠୁ ସ୍ୱପ୍ନ ମହଲ, ମୋ ପାଟି ପଇସା ଯାହା ହେଇଛି ଭୋଟର ମୁଁ ତାଙ୍କୁ ଫେରେଇ ଦେଇଯିବି ମୋର ଭଦ୍ରାମୀ ଦୃଷ୍ଟିରୁ। ତେଣୁ ସେଇ ହିସାବରେ ମୁଁ ତାଙ୍କ ସାথে କଥା ହେଇଥିଲି। ସେକେଣ୍ଡ କିସ୍ତି ପଇସା ମାଗିଲି, ମୋତେ ଆଉ ନାଣ୍ଡକୁ ଧରାଛୁଆଁ ଦେଲେନି। ଧରାଛୁଆଁ ନ ଦେଇକି ବହୁତ ଥର ଫୋନ୍ ଉଠେଇ ଦେଇକି ମୁଁ କହିଲି ବାବୁ ମୋର କିଛି ପଇସା ଦରକାର, ବାବୁ ମୁଁ ଆପଣଙ୍କୁ କହିଥିଲି। ହେଲା ନିଜ କଥା ନିଜେ ସଲ୍ଭ କରିକି ଆସିବ, ମୁଁ ଯେତିକି କଣ୍ଡିସନ୍ କରିଥିଲି ସେତିକି ଦେଇଦେବି। ମୁଁ ଆଉ ଆପଣଙ୍କୁ କହିଥିଲି, ଆପଣ ମୋତେ କହିଥିଲେ, ପୁଣି କେମିତି ଏ କଥା କହୁଛନ୍ତି? ସେ ଚିନ୍ତା ନିଜ କଥା ନିଜେ ଚିନ୍ତା କର। ମୁଁ 3ଟା ପାର୍ଟି କରିଛି, ମୁଁ 3ଟା ପାର୍ଟି ଚଳିବି ନା ଏକା ଖାଲି ତତେ ଦେଖିବି? ମୁଁ କହିଲି ସେଇ କଥା ଆଗରୁ ଏ କହିକି ଫୋନ୍ଟା କାଟିଦେଲେ। କାଟିଦେଇକି ଆଉ ଯେତେ ଟ୍ରାଏଲ୍ କନି ଆଉ ଫୋନ୍ ଉଠେଇଲେ ନାହିଁ। ଏଇଟା ହେଇଗଲାଣି 6-7 ଦିନ ତଳେ। ତାପରେ ମୋ ସ୍ତ୍ରୀ ପାଖକୁ ଫୋନ୍ କଲି, ମୁଁ ତୁ ନାଣ୍ଡୁ ବାବୁକୁ ନମ୍ବର ନିଅ, ନେଇକି ତୁମେ ମୋ ଫୋନ୍ ଉଠେଉନାହାନ୍ତି, କୌଣସି ଉଠଉନାହାନ୍ତି, ତୁମେ ଫୋନ୍ କରିବ, ଫୋନ୍ କରିକି କହିବ ମୁଁ ନରି ପଣ୍ଡାଙ୍କ ସ୍ତ୍ରୀ, ଆଉ କହିକି କହିବ ପଇସାଟା ବାବୁ ଦିଅନ୍ତୁ, ସେ ପର ଅଡ଼ୁଆ ତୁଟେଇ ଦିଅନ୍ତୁ। ଯଦି ଆପଣ ପଇସା ନ ଦେବେ ତାହେଲେ ଆପଣ ଯେଉଁ ପଇସା ଦେଇଛନ୍ତି 10 ଲକ୍ଷ,
नहीं जातु एवं भी समय अच्छी मु काली जून फेब्रुआरी 20-22 पैसा देते 22 तारिख रे आज जिते तारिख है कालिका डेट्रे मो पैसा फेरी जाइए जिते दिन डिस्टेंस है मसे केते दिन है बाबू आपंकर बेस दिन है आप पैसा फेरी नि मो स्त्री की भाषा खराब कर शोधिला ताकर रेकर्डिंग रखी जे मो स्त्री मत सांगे सांगे फोन कर कहला तो अपरा पार्टी पाखे अच्छी तुम कौ मालिक नंबर देथिलो सी मत खरा भाषा करके शोधुची मुझे कौन कहल ना ये कथा आउ कहला मुझे रेकर्डिंग रखी मुझे हाँ तू रेकर्डिंग रखी था और सी मालिक बड़ मालिक और मुझे तो पार्टी रही मुझे पार्टी रही मोर प्रदीप बड़ सामंत टुटू बड़ पाकु बाबू कोणार्क मालिक आमर ननी आचार्य प्रदीप महारथी एवं भी रही आमर प्रमोद कुमार स्वाई जो स्वप्नमहल मालिक बढ़िया सुंदर मोर से जो मालिक पाखे रही समान से बाप भाया मुझे भावे से मत पुआ भाया भावती कौन क्या जगार व्यतिक्रम करनी कि कौ अनुष्ठान दिन ड्यूटी फेल करनी कि कौ अनुष्ठान कौन सी क्या मुझे दगा देनी हो तू से मालिक तो मुझे जाइनी तो कहीदे मु बाबू फोन करी मो स्त्री कही मु नाडू कती हरदम फोन कर चली उठेदेले फोन उठे कहले कौन है नरी कहनी बाबू मुझे पार्टी जाइनी मो स्त्री आप फोन करता कहला तो स्त्री माइकिना पर माइकिना कहीं मोती फोन करता पर माइकिना मुझे बाबू आप जात्रापटर 200 कलाकार रोचे आप पटर आपड़ हूँ बापा मो घर इनकेस किसी होमर साहा वर्ष आपण से मो कती फोन करेंगे ना तुम कती फोन करेंगे आ क्या फोन करेंगे कहले ना मो सिस्टम ना मो कती फोन करें हाँ बाबू ये फोन आसे करनी के बाबू मुझे पैसा देले मु मोर चुक्ति करदेवी कहला मो हाथ पैसा ना मुझे बाबू एक पैसा द्वितीय थर दौना तृतीय थर घर प्रति व्यवहार एमती कर बाबू मत भल लगुनि आप अनुष्ठान मुझे रही समस्त सन्ध्या घंटी बाजुची ब्राह्मण पिला मत सी कहला तू पैसा फेरे दे काली 5:15 मिनट मत रेकर्डिंग रखी आप रेकर्डिंग शुणीदेवी 5:15 कहला तू नरी नाट भांगा मुझे बाबू भांगा तू आज ताने गोटे काम कर तोर रही इच्छा नहीं तू तो मना कर तू पैसा आनी फेरे दे मुझे बाबू कौन तो कौट फेरे देवी कहले बालीचंद्रपुर बुबू ढाबा को पलि आसबू बुबू ना बबू ढाबा एमती कौन से पलि आसबू मुझे हाँ बाबू 10टा जापर कहीं मुझे भद्रक किसी पैसा मगेबी मो पाखर तो पैसा ना आ कौन सी मालिक कुतर कंटाक्ट करनी कौ पाटर पैसा आनी तुम कति फेरक जी कि तुम कुतर एति दरमा नहीं आउ पाटर पैसा आनी से मोटिव मुझे ना कि क्या कुतर मुझे आनी 5 टंका मु पर पैसा सुध देलापर मुझे मोर जी को मालिक मत पैसा देव रही नदेन रही ना मोर बीपीएल चाउल पाऊँ मोर जीवन शांति मु मोटरसाइकेल चल शिखिनी मोबाइल धरी शिखिनी पाठ पढ़ी जानी मुझे अति निरीह पिला मो विषय जी संस्पर्श जो मैंने आस मुझे बाबू आप पैसा कहला कौट आनी मुझे मुझे जो जमी जहाँ बाकी करी झील बाहर को जो आम तो यही मस है मु कहले से मैंने मो कथा शुणे पैसा देवे तो मुझे मोर पैसा छोटू किसी मगेली आउ कि संग्रह कली 10 लाख टका नहीं बाबू को कहवा अनुसार तू आसिक 10टा पहुँची मुझे 10टा पारे बाबू 1-2टा हो तथा मुझे 11:30 पहुँची गली मोर 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 सान भाई आसला भद्रक पैसा धरिकी सी पैसा धरती हाथ में मुझे धरती कहला कहला ये किए मुझे मुझे मो सान भाई मो गाँव रही कहला ताको कसे गाड़ी सी सियाड्रु तू आ या भितर पैसा गणी दे मु तो भितर एंट्री करुँची डोर पाखे बसता आमर मालिक मैनेजर आमर मनु बाबू आउ जड़े कालिया कि ना मुझे जानी आउ नाडू बाबू मत माड़ स्टार्ट होगा मो पर केवल नाडू आ कि मैंने नाडू मो पर माड़ स्टार्ट होगा माड़ स्टार्ट होगी कहले सार्ट खोल मो सार्ट खोल देले कहले पैंट खोल मो पैंट खोल मुझे चढ़ीटा गेंजीटा पिंध था कहले ये हाथ में उठे आणिकी बंधुक धरे दियो थाना वाला फोन करी मत मारता आसला मुझे कितने स्तब्ध है मो कान किसी शुभु न था ये कान देखो ये सका ब्लड बाहर मोर यात्रा कहला गला मीडिया में ब्लड देखे ये भी एक्सरसाइज कर मो छाती बिंधुची छाती गोईठा सब पराटर कर किसी उपाय न करी सेमी ठिया था कहले तू कौन मत खेलुचु मुझे बाबू मुझे खेल कहला तू कौट दरमा बढ़ी पैसा आणलु मुझे कौन से बाटर जी कौन से मालिक कह पैसा देती नरिकी ताने मत
କହିବେ ମୁଁ କୌଣସି ଆପଣ ପାଖରେ ରହିବା ପାଇଁ ସିଦ୍ଧାନ୍ତ କରିଥିଲି ଆଉ କୌଣସି ପାଠି ଯୋଗାଯୋଗ କରିନି କୌଣସି ପାଟିରେ ପଇସା ଆଣିନି ପଇସା ଆଣିନି ମୁଁ ସଂଗ୍ରହ କରି ଭଦ୍ରକ ମୋର ସାଙ୍ଗସାଥି ଭଲ ମନ୍ଦ ଭିତରୁ ସଂଗ୍ରହ କରି ସାଙ୍ଗେ ସାଙ୍ଗେ ଆପଣ କହିଲା ପଇସା ଆମର ନେବାର ନାହିଁ ତୋତେ ଡାକିଥିନି ପ୍ଲାନ୍ କରିକି ତୋତେ ପନିସମେଣ୍ଟ ଦେବା ପାଇଁ ତୁ କ'ଣ ମୋ ଖେଳ ଖେଳୁଛୁ ମୁଁ କିଛି ଭିତରେ ବୁଝିପାରୁନି କହିଲା ଏଇଟା ବସେଇ ଦିଅ ଡାକିଲା 2 ଜଣ ଓକିଲଙ୍କୁ ମୋ ଘରକୁ ସେମାନେ ଏଗ୍ରିମେଣ୍ଟ ପେପର ନେଇକି ଆସିଲେ ମୋତେ ଇଆଡ଼େ ମାଡ଼ ହେଉଛି ନାଣ୍ଡୁ ମାରୁଥାନ୍ତି ତାଙ୍କୁ ଡାକିକି କହିଲେ ତାଙ୍କୁ ଏଗ୍ରିମେଣ୍ଟ କଲ ନିଜେ ଲେଖ ମୁଁ ତୃତୀୟ ଶ୍ରେଣୀ ପାଠ ପଢ଼ିଛି ମୁଁ ଯାହା ବି ଲେଖିଛି ଯେଉଁଠି ଭୁଲ ହୋଇଥାଏ ସେମାନେ ଏମିତି ଲେଖ ଏଇଆ ଲେଖ ସେ ଯେଉଁ ପ୍ରଶ୍ନରେ ମୋ ଘର କେଉଁଠି ମୋ ନାଁ କ'ଣ ସବୁ କେବଳ ଲେଖିଲେ ଆମାଉଣ୍ଟ ଲେଖିଲେନି କହିଲେ ୟା ପରେ ଆମାଉଣ୍ଟଟା ତୋର 5 2 ଥର ଦେଇଛୁ ଏଇଟା ଏପାଖరికి 1 ଲକ୍ଷ 15 କରିଦେମି ଏଟାକୁ 15 କରିଦେମି 30 ଲକ୍ଷ ହେଇପାରେ ଯଦି ଠିକ୍ ଆସିକି ତୁମର ସୁଚାରୁ ଯାତ୍ରା କରିବୁ ତାହେଲେ ମୁଁ ଯେଉଁ 10 ଲକ୍ଷ ଦେଇଛି ସେ 10 ଲକ୍ଷର ମୁଁ ଏଗ୍ରିମେଣ୍ଟ ରଖିବି ମୁଁ କହିଲି ଆଉ ଯଦି ଏଠି ମନା କରିବି ପୁଣି ମାଡ଼ ହେବ ମୁଁ ଭୟର ଏଗ୍ରିମେଣ୍ଟ ଏଠି କଲି କରିକି ମୋତେ ଆଇଲି ଆଉ ମୋତେ ତ ଯେଉଁ ଧମକେଇ କଲା ମୁଁ SPDSକୁ ମାରିକି ଥାନା ତିଆରି ହୋଇଛି ତୁ ଯେଉଁ ଯାତ୍ରା କରିଥିବୁ ଯଦି ମୋ ଥରେ ବଦମାସ କରିବୁ ମୁଁ ସେଇଠୁ ଟେକି ଆଣିବି ମୁଁ ଭାବିଥିଲି କାଲି ଯେତେବେଳେ ଆସିକି ପହଞ୍ଚିନି ପ୍ରାୟ ଏଠି ହେଇଗଲାଣି ମୋତେ ସେଠୁ ବାହାରିଲା ବେଳକୁ 4ଟାରେ ମୋତେ ଛାଡ଼ିଲା ଏଠି ଆସି ପହଞ୍ଚିଲା ସନ୍ଧ୍ୟା 7ଟା ହେଲାଣି ଆମର ତ ଯାତ୍ରା କଳାକାର ଯାହା ଅସୁବିଧା ହେଲେ ଯାତ୍ରା କରତେ ପଡ଼ିବ ମୁଁ କୌଣସି କେଉଁ ସାଙ୍ଗସାଥି କି ମୋ କଳାକାର ଭାଇ ମୋ ଦର୍ଶକ ଭାଇ କାହାକୁ ମୁଁ ଜଣେଇନି ନାହିଁ ମୁଁ ଚିନ୍ତା ସେଠି ମନେ ମନେ ଭାବିଲି ମୁଁ କହିଲି 52 ବର୍ଷ ଭିତରେ ଯଦି ମୁଁ ନଙ୍ଗଳା ହେଇକି ମାଲିକ ଭିତରେ ମାଡ଼ ଖାଇକି ଜୀବନ ନ ରଖିବା ଭଲ ମୁଁ ଚିନ୍ତା କଲି ସୁଇସାଇଡ୍ କରିଦେବି ଏମିତି ବହୁତ ଆଟାମ୍ ନେଇଥିଲି ମନେ ମନେ କାହାକୁ କିଛି ନ ଜଣେଇ କରିଦିନ ହାଲା ହେଇଯିବ ଯାତ୍ରା ବନ୍ଦ ଏଠି 4-5ଟା ଯାତ୍ରା ପାର୍ଟି ପଡ଼ିଛି ପୁଣି ମନ ବୁଝୁଥାଏ ଏ ମାଲିକର ଯାତ୍ରା କରିଦେବି କାହିଁକି ଆତ୍ମଟା ହତ୍ୟା କରିଦେଲେ ବେତାଳ ହେଇଯିବ କେହି ଜାଣିନାହାନ୍ତି ତ ମାରିଛି ମୋତେ ମୁଁ କାହାକୁ କହିବିନି ତଥାପି ମୁଁ ନୀରବ ଥାଏ କାହାକୁ ଜଣେଇ ନଥାଏ ମୋ ପରିବାର ମୋ ସାଙ୍ଗସାଥି କଳାକାର କାହାକୁ ଜଣେଇ ନଥାଏ ନିଜେ କାନ୍ଦ ନିଜେ ଭିତରେ ରଖି ପାର କଲି ସକାଳୁ ମୋତେ ଆମର ମଧୁବାବୁ କଳିଙ୍ଗ ଗଭର୍ଣ୍ଣମେଣ୍ଟର ମ୍ୟାନେଜର ତାଙ୍କର ଆଗରୁ ଥିଲି ତାଙ୍କ ପାଖରେ 4-5 ବର୍ଷ ସିଏ କେମିତି ଖବର ପାଇଯାଇଛି ଗୋଟେ ଘଟଣା ଘଟିଯାଇଛି କେମିତି ଖବର ପାଇଛି କହିଲା ନରି ତୋର ଢାବାରେ କାଲି ଗୋଟେ ମାଡ଼ ହେଲା କିରେ ମୁଁ ଢାବା ଲୋକ ମୋତେ ସେଠି ଖବର କରି କହିଲେ ମୁଁ ସମ୍ଭାଳି ପାରିନି ମୋ ଅଟୋମେଟିକ୍ ମୋ କାନ୍ଦଟା ପଳେଇ ଆଇଲା ମୁଁ ତ ସବୁ ଜାଣିଲେଣି ମୁଁ ସେଠୁ ତାପରେ ଦୈତାନା କତିକି ଫୋନ୍ କଲି ନନା ଏମିତି ହେଇଛି ଆଉ ବାପି ପଣ୍ଡା କତିକି ଫୋନ୍ କଲି ବାପି ନନା ଆମର ସିଏ ହେଉଛି କଳାକାର ଭଲ ମନ୍ଦ ବୁଝେ ନ୍ୟାୟବନ୍ତ ତାଙ୍କ କତିକି ଫୋନ୍ କଲି ଗୌର ଶାସକ ଗୌରନା କତିକି ଫୋନ୍ କଲି ଆଉ ସମସ୍ତ କଳାକାର ପ୍ରାୟ ସମସ୍ତ କଳାକାର କତିକି ଫୋନ୍ କରିଛି ସେମାନେ ମୋତେ କହିଲେ ତୁ ମରିଯିବୁ ମରିଯିବୁଟା ମାଇକି ନାହିଁ ତୁ ମରିଯିବୁ କ'ଣ ବେ ତୁ କାନ୍ଦୁଛୁ କାହିଁକି ତୋତେ ଯାହା କହିଛି ତୁ ଆଗେ ଏଇଟା ମିଡ଼ିଆ ଯୁଗ ମିଡ଼ିଆକୁ ଜଣା ଆଉ ତାପରେ ମୁଁ ସବୁ ମିଡ଼ିଆ ଭାଇକି ଜଣେଇଲି ମୋର ଏଇଆ ପରିସ୍ଥିତି ସୃଷ୍ଟି ହେଇଛି ଆଉ ମୁଁ ଯେପର୍ଯ୍ୟନ୍ତ ଯଦି ନ୍ୟାୟ ମୋତେ ମୋ ପବ୍ଲିକ୍ ଦେବେ ନ୍ୟାୟ ମୋତେ ମୋ ଦର୍ଶକ ଦେବେ ଆଉ ମୋ କଳାକାର ଭାଇ ଦେବେ ଯଦି ମୁଁ ଗୁଣ୍ଡାଗିରି କରିପାରିବିନି ସିଏ ଯେତେବେଳେ କହୁଛି SPDSକୁ ମାରିକି ମୁଁ ଯାଇଛି ଥାନାକୁ ମାଲିକ ନାଣ୍ଡୁ ଆଉ ମୁଁ ଗୋଟେ ଛୋଟିଆ କଳାକାର ମୋତେ କହୁଛି ଟେକି ଆଣିବି ଯେଉଁଠି ପାରିବି ସେଇଠି ନେଇକି ମୁଁ ତା ଦେହରେ କ'ଣ ଲଢ଼ିପାରିବି ଯଦି ମୋ ପାଇଁ ମୋ ଦର୍ଶକ ଥିବ ମୋ କଳାକାର ଥିବେ ମୁଁ ନିଶ୍ଚିତ ଧର୍ମର ଜୟ ହେବ କୌଣସି ମୁଁ ତ୍ରୁଟି କରିନାହିଁ କି ଆସନ୍ତା ଗୋଟେ ମୁଁ ଚିନ୍ତା କରୁଛି ଯଦି ମୋତେ ନ୍ୟାୟ ନ ମିଳିବ 25-26ରେ ମୁଁ ଯାତ୍ରା ଜଗତରେ ପାଉଡର ମାରିବି ମୋର ଏଇଟା ଶେଷ ଆଉ ମୁଁ ଯାତ୍ରା ଜଗତରେ ପାଉଡର ମାରିବିନି କି ମୁଁ ଅଭିନୟ କ୍ଷେତ୍ରକୁ ଆଉ ଓହ୍ଲେଇବିନି ଯାହା ହବ ମୁଁ ବରଂ ଭିକ ମାଇ ଖାଇବି କାହାକୁ ଟଙ୍କା ମାଗିଲେ ବି ଦର୍ଶକ ମୋତେ ଦେବେ ମୁଁ ସେତିକିରେ ଚଳିଯିବି ମୁଁ ଆଜ୍ଞା କ୍ଷମା କରୁଛି ମୁଁ ଆଉ ଯାତ୍ରା ଜଗତକୁ ରହିବିନି ବହୁତ କଷ୍ଟ ହୋଇଛି ମୁଁ ଆଜି ଯେତିକି ମୋର ଇଜ୍ଜତ ଯାଇଛି ମୁଁ ଯେ ବଦନାମ ହେଇନି ଓଡ଼ିଶା ମାର୍କେଟ ଦେଲା ନରି ପଣ୍ଡାକୁ ମାଡ଼ ହେଇଗଲା ୟା ପରେ ଜୀବନଟା ରଖିନି କ'ଣ ହବ ମୁଁ ଯେଦିନ ଦେବି ସବୁଆଡ଼େ ହାଲା ହବ ନା ମୁଁ ବଦନାମ କରିଥାନ୍ତି ସତର ମୁଁ ମାଡ଼ ଖାଉଛି ସତର ଅଛି ମୁଁ କାହା କତିରୁ ଟାଉଟର କରିନି ଯଦି କୌଣସି ପ୍ରମାଣ କେଉଁ ଦେଇଦେବ ମୁଁ କାହା କତିରୁ ଟାଉଟର କରିକି ପଇସା ଆଣିକି ଦରମା ବଢ଼ିକି 5ଟା ପାଟିକି ଯାଉଛି
କେହି ନହେଲେ କାହା ହାତରେ କଣ୍ଟାକ୍ଟ କରୁଛି କିଏ ଯଦି ପ୍ରମାଣ ଦେଇଦେବେ ମୁଁ ମାଗଣାରେ ତୁଳସୀରେ ରହିବି ମୋତେ ବିନା ମୋତେ ସାକୁ ନେଇକି ଡାକିକି ନେଇକି ଯଦି ମୋର ପଇସା ତ ଫେରାଇ ଦେବାର ଥିଲା ତା ଆକାଉଣ୍ଟରେ ମୁଁ ଫେରାଇ ଦେଇଥାନ୍ତି ମୋତେ ମୁଁ ରେକର୍ଡିଂ ଆପଣଙ୍କୁ ଦେବି ମୋତେ କି ପ୍ଲାନ୍ କରି ଡକଉଛି ତା ଢାବାକୁ ପଇସା ଖୋପାଡ଼ି ଦେଲା ପଇସା ନେଲାନି ମୁଁ କାହିଁକି କହିବି ଯେ ମୋତେ ପଇସା ରଖିକି ଯେତେ ଟଙ୍କା ଦୁଇଥର ଦେଇଥିଲା 5 5 10 କହିଲା 5 5 10 ମୁଁ ରେଭିନ୍ୟୁ ଟିକେଟ୍ ମାରିଥିଲା ନା ସାଇନ୍ କରିଛି ଦୁଇଥର କହିଲା ଏପାରିକି 1 ଲେଖିଦେମି 15 15ଟା 30 ହେଇଯିବ ଆଉ ଯେଉଁ ଏଗ୍ରିମେଣ୍ଟ ମୋତେ ଜବରଦସ୍ତ କରି ରଖିଲା ସେଥିରେ ଆମାଉଣ୍ଟ ପଡ଼ିନି କହିଲା ଏଇଟା ଠିକ୍ ମୋତେ କିଛି ଖେଳ ଖେଳେ ତାହେଲେ ଆମେ ଏଇଟା ପକେଇବା ମୋତେ ନାଡୁ ଆଉ କିଛି ଫୋନ୍ କରିନାହାନ୍ତି ମୋତେ କଳାକାର ଫୋନ୍ କରିଛନ୍ତି ଏଇ ମିଡ଼ିଆ ମାଧ୍ୟମରେ ସବୁ ଜାଣିଲା ପରେ ସବୁ କଳାକାର ଫୋନ୍ କରୁଛନ୍ତି ଦର୍ଶକ ବହୁତ ଫୋନ୍ କରୁଛନ୍ତି ଆଉ ଯାତ୍ରାପାର୍ଟି ମାଲିକ ବି ସେମାନେ ଯେଉଁମାନେ ମୋତେ ଭଲ ପାଆନ୍ତି ସେମାନେ ବି ଫୋନ୍ କରୁଛନ୍ତି ନରିଟା ଆମର ଭଲ ପିଲା ଯେ ସମସ୍ତଙ୍କର ଗୋଟେ ଯେ ମୁଁ ଜାଣିପାରିଲିନି ଯେ ମୁଁ ସମସ୍ତଙ୍କୁ ତୁ ସେଠି କାହିଁକି ଯାଉଥିଲି ତାପରେ ମୋତେ ଏକା ନୁହଁ ଆପଣ ଆହୁରି ଡାଟା ନିଅନ୍ତୁ ଏ କୋଣାର୍କ ଆମର ଯାତ୍ରା ଚାଲିଥିଲା ଖଣ୍ଡଗିରି ଭିତରେ କୋଣାର୍କର ଅପରେଟରକୁ ମାରିଛି ତାପରେ ମୁଁ କେତେ ଜଣ କଥା ରଞ୍ଜିତ କି ମୁଁ ଶୁଣୁଛି କେତେ ଜଣକୁ ପ୍ରାୟ 7 8 ଜଣ କଳାକାରକୁ ହାତ ଲଗେଇଥିଲେ ଲାଷ୍ଟ ବାମୁଣା ଲୋକ ଥିଲା ତା ଭିତରେ ମାଡ଼ ଖାଇବା ପାଇଁ ପ୍ରକୃତରେ ମୁଁ ବ୍ରହ୍ମଗଣ୍ଠି ପକେଇଥିବି ସେ ଫାଙ୍କି ଦେଉଛି ମିଡ଼ିଆରେ ମୁଁ ମାରିନି CCTV ଦେଖନ୍ତୁ ମୁଁ ଆଜ୍ଞା ମୁଁ ବିଶ୍ୱାସ କରୁଛି CCTV କି ରୁମ୍ ଭିତରେ ଥିଲା ସେଠି 3 ଜଣ ଥିଲୁ ସେଠି CCTV ଥିବ ମୁଁ ଦେଖିନି କିନ୍ତୁ ବାହାରେ CCTV ଅଛି ଯଦି ତାଙ୍କର କ'ଣ କରୁଛି ଯଦି ପ୍ରକୃତରେ ମୁଁ ବ୍ରହ୍ମ ପଇତା ଛୁଇଁକି ଯଦି ମୋତେ ମୁଁ ବାମୁଣ ଛୁଆ ମୋତେ ଗୋଇଠା ମାରିଛୁ ଆଉ ମୋତେ ଯଦି ମାରିଛୁ ପ୍ରକୃତରେ ଯଦି ମୁଁ ଠିକ୍ ନ୍ୟାୟ ଚାହିଁଥିବି ତାହେଲେ ମୁଁ ଠିକ୍ ନ୍ୟାୟ ପାଇବି ମୁଁ ଜାଣୁଛି ଆଜି ମୁଁ ଠିକ୍ ନ୍ୟାୟ ପାଇବି ମୋତେ ଠିକ୍ ନ୍ୟାୟ ମିଳିବ କାଲି ମୁଁ କାଲି ତ ସେଇଥିପାଇଁ କହୁଛି ମୁଁ ଯାତ୍ରାକାରୀ କରିପାରିନି ଭିତରେ କାନ୍ଦିକି ଉପରେ ହସିକି କଳାକାର କେମିତି ଅଭିନୟ କରିଛି ଯେତିକି ମୋ ବାପା ମରିଯାଇଥିଲା ମୋ ମା ମରିଯାଇଥିଲା ମୁଁ ଯେତିକି ମନ ଦୁଃଖ ନ କରିନଥିଲି ମୋ ଜଗା ବାବା ମରିଗଲା ମୁଁ ତାଙ୍କ ବାବା ଡାକେ ସେତେବେଳେ କୋଭିଡ୍ ଟାଇମ୍ର ମୁଁ ସେମାନେ ଚାଲିଗଲେ ଯେତିକି ମୋର ମନ ଦୁଃଖ ହେଇନଥିଲା ଆଉ ଏଇ ଘଟଣା ଘଟିଲା ପରେ ମୋ ଆଉ ଜୁନ୍ 13 ତାରିଖ ମୋତେ ମାଲିକର ମୁଁ ପଇସା ନେଇଛି ଏଠୁ ମୋର କେବେ ହେଇନଥିଲା ଏଇଟା ମୋର ପ୍ରଥମ ମୋ ଝିଅର ମୁଁ ତ କିଛି କାହାର କିଛି କ୍ଷତି କରେନି ମୋ ଦେହରେ କାହିଁ ଘଟିବ ମୁଁ କେଉଁଦିନ ମୁଁ ଡ୍ୟୁଟି ଫେଲ୍ କରେନି କେଉଁ ମାନସିକ ହଇରାଣ କରେନି ମାଲିକକୁ ମୋ ପ୍ରତି କାହିଁ ଏମିତି ହବ ଘରେ ଘରେ ସମସ୍ତେ କହୁଛନ୍ତି ତମେ ପାର୍ଟି ଛାଡ଼ିଦିଅ ତୁମେ ପାର୍ଟିରେ ରୁହନି ଆଉ ଗୋଟେ ଲାଜ ମଣୁଛି ନିଜକୁ ମୋ ଦର୍ଶକରେ ହସେଇବା ପିଲା ଯେ ମୁଁ ମଞ୍ଚକୁ ବାହାରିଥିଲି ହସୁଛୁ ମୁଁ ହସେଇ ପାରୁଥିଲି ମୁଁ ତ ନିଜେ କାନ୍ଦୁଛି ଆଉ ମୋ ସେଇଟା ମୁଁ ଭୁଲି ପାରୁନି କୌଣସି ପ୍ରକାର ଦେଖନ୍ତୁ ସେ ମାଲିକ ମୋର ଭଲ ମାଲିକ ମୁଁ ଜଣେଇଲେ ସବୁ ମାଲିକ ଯେତେବେଳେ ଜାଣିଲେଣି ସେ ନିଶ୍ଚିତ ଜାଣିସାରିବେ ଜାଣିକି ମୋତେ ଫୋନ୍ କରିଥିଲେ ଧରି କ'ଣ ଏମିତି ହେଲା ମୁଁ ବାବୁ ଏମିତି ଆଉ ମୁଁ ତ ଆପଣ ପାଖରେ ରହିବି ବୋଲି ମନା କରିଦେଇଥିଲି ମୋର ପ୍ରମୋଦ ବାବୁଙ୍କୁ ଆଉ ମୁଁ ତୁଳସୀ ତ ପଇସା ଆଣି ମୋର ବି ଭାଇରାଲ୍ ହେଉଥିଲା ତୁଳସୀ ଯିବା ପାଇଁ ଆଉ ସେକେଣ୍ଡ ପଇସା ଆଣି ମୋତେ ଏମିତି କରିକି ମୋତେ ପଇସା ଫେରେଇବାକୁ କହିଥିଲା ମୁଁ କହିଲା ପଇସା ଗୋଟେ ମୁଁ ଧାର ଧାରା କରିକି ଆଣିକି କାହା କତିରେ ପଇସା ଆଣିନଥିଲି ମୁଁ ମୋ ଧାର ଧାରା କରି ନେଇକି ଯାଇଥିଲି ବାବୁ ମୋତେ ଏମିତି ଟର୍ଚର କଲା ଆଉ ବାବୁ ବହୁତ ମନ ଦୁଃଖ କଲେ ମୁଁ ଆମ କଳାକାର ସଂଘକୁ ମୋର ବାପି ନନାକୁ ଜଣେଇଛି ଦଇତା ନାକୁ ଜଣେଇଛି ଗୌରା ନାକୁ ଜଣେଇଛି କାହ୍ନା ଆମର ସେ ସାନ ଭାଇ ସିଏ ଫୋନ୍ କରି ସିଏ ଜାଣିଛି ବହୁତ କଳାକାର ବ୍ରଜ ନନା ସିଏ ଫୋନ୍ କରିଥିଲେ ପଦ ଭାଇ ଆଉ ବାପି କଳା ସେ ବହୁତ କଳାକାର ମୁଁ ଯେତିକି ପ୍ରକୃତରେ ନେବି ତୁଳସୀ କ'ଣ ତୁଳସୀ ତ ଜୀବନରେ ଯିବିନି ଆଉ ମୋତେ କହିଛି ଟେକି ନେବ ଯାହା ବି ତାର କରୁ ଏଠି ଏଇ ପାଟରେ ଯଦି ମୁଁ କାଲିଠାରୁ ମୁଁ ପାଉଡ଼ର ମାରିବା ଛାଡ଼ି ଦେଇଥାନ୍ତି ମୁଁ ଅଭିନୟ କରିନଥାନ୍ତି ଯେହେତୁ ଗୋଟେ ମାଲିକ ପାଖରେ ଚାକିରି କରିଛି ପଇସା ନେଇସାରିଛି ଏକରି ପଇସାରେ ମୋ ଝିଅ ବାହାର କରିଛି ଜୁନ୍ 13 ତାରିଖ ପର୍ଯ୍ୟନ୍ତ ମୁଁ ଦର୍ଶକ ପାଉଡ଼ର ମାରି ଠିଆ ହେବି
ଜୁନ୍ 13 ତାରିଖ ଭିତରେ ମୁଁ ଯଦି ଏଠି ନ୍ୟାୟ ନ ପାଇଲି ତାହେଲେ ମୁଁ ଯାତ୍ରା ଆଉ କରିବି ନାହିଁ। ମୁଁ ଯୋଗାଯୋଗ କରିଥିଲି। ମୁଁ କହିଥିଲି ବାବୁ ଏଠି ରହିବିନି ଆଉ ମୁଁ ଯୋଗାଯୋଗ ବାବୁ ନାଣ୍ଡବାବୁକୁ ମୁଁ ଫୋନ୍ କରିଥିଲି ମୋ ମାଧ୍ୟମରେ କହିଲେ ତୁ ଛାଡ଼ିବୁ ଆଉ ତୁ ସେତେବେଳେ ଅଶୋକ ସମ୍ରାଟ ହେଲାବେଳେ ତୁ କଥାବାର୍ତ୍ତା କରିଥିଲୁ ଆଉ ଆଇଲୁ ନାହିଁ ଏଥର ଆସିବୁ କି ମୁଁ ବାବୁ ମୁଁ ଯିବି କହିଲେ ହଉ ତାହେଲେ ତୁ ଆ କଣ୍ଡିସନ୍ ହେଲା କଣ୍ଡିସନ୍ ତୁଳସୀର ମୋର ଭାଇରାଲ୍ ହେଲା ମୁଁ ଯିବା ପାଇଁ ସବୁ ଠିକ୍ ହେଇଥିଲା ପଇସା ମାଗିଲା ବେଳକୁ ଏଇ ଅସୁବିଧା ସୃଷ୍ଟି କଲା। ଯେଉଁ ଦର୍ଶକ ମୋତେ ଭଲ ପାଆନ୍ତି ଆଜି ମୋର ବାଇକ୍ ଶୁଣିକି ପ୍ରାୟ ଦର୍ଶକ ମୋ ପାଇଁ ବହୁତ ମନ ଦୁଃଖ କରୁଛନ୍ତି ମୁଁ ସେଇମାନଙ୍କୁ ଧନ୍ୟବାଦ ଦେଉଛି। ନରି ପଣ୍ଡା ତୁମ ଛାତି ଉପରେ ସେ ନରି ପଣ୍ଡା ହେଇକି ଥାଉ ଦର୍ଶକ ମୋ ପାଇଁ ଭଗବାନ ସେମାନେ ମୋର ବଳ ସେମାନେ ମୋର ହେଉଛି ସବୁକିଛି ମୋର କିଛି ନାହିଁ ମୁଁ କ'ଣଟେ କରିବି କିଛି କରିପାରିବି ନିରୀହ କଳାକାର କ'ଣ କରିପାରିବି। ମୋ ଯାତ୍ରା ସଂଘ ସେମାନେ ଯାହା ଚିନ୍ତା କରିବେ ଆଉ ତାଙ୍କ ଅନୁସାରେ ମୁଁ ତ 5 ଭାଇ ପଚାରିକି ଯିବି ନା ଆଜି ମୋର ଏଇ ନିକେଶ କ'ଣ ହେଇଯିବ ସେଥିରେ ରାଜି ସେମାନେ କ'ଣ ଫାଇନାଲ କରନ୍ତୁ ମୁଁ ରହିବିନି ତୁଳସୀ ରହିବିନି ମୁଁ ଯାତ୍ରା ସଂଘ ମୁଁ ଯୋଉଠି ମାଡ଼ ଖାଇ ସେଠି ଅଭିନୟ କରିପାରିବି ମୋର ମୁଁ ସେଠି ହସିକି ଆଉ ମୋର ଗୋଟେ ହସ ଡାଇଲଗ ଥିଲେ ବି ମୋର ହସ ବାହାରିବନି ସେଠି ଯାଇକି ମୋର ଲାଭ ନାହିଁ। ମାଲିକର କଳାକାର ସମ୍ପର୍କ ବାପ ପୁଅର ସମ୍ପର୍କ ଭାଇ ଭାଇର ସମ୍ପର୍କ ମୁଁ ଏତେ ପାଠ ରହିଥିଲି ମୋର ବହୁତ ସମ୍ପର୍କ ଯେତେବେଳେ ମୁଁ 40,000 ଦରମା ପାଉଥିଲି ସେତେବେଳେ ମୋତେ ଟୁଟୁ ବାବୁ ଆମର ସୁକିନ୍ଦା ଟୁଟୁ ବାବୁ ପ୍ରଦୀପ ସାମନ୍ତ ମୋ ଘର କରିଦେଇଥିଲା ମୋ ଘର ପ୍ରତିଷ୍ଠା ବେଳକୁ ମୋ ପାଖ କୋଣାର୍କ ମାଲିକ ପାଖ ସେ ଯାଇଥିଲେ ପ୍ରଦୀପ ମହାରଥୀ ମୋ ଘରକୁ ଯାଇଛି ଆଉ ଝିଅ ବାହାର କରି କାଳିଆ ବାବୁ ଯାଇଛି ମୋର ସମ୍ପର୍କ ଭଲ ମୁଁ ଯେ ଜାଣିନି ଇଏ ଏଭଳିଆ ସମସ୍ୟା ମୋ ସୃଷ୍ଟି କରିଦେବ ବୋଲି କରିବି ଦେଲା ମୋ ଜୀବନର ଶେଷ ହେଇଗଲା ଯାତ୍ରା। ଶୁଣନ୍ତୁ କାହାକୁ କ'ଣ ଅସୁବିଧା ଲାଗିବ ମୁଁ କହିପାରିବିନି କିନ୍ତୁ ମୁଁ ତ ଏତେ ଦିନ ମୋତେ ତ ଯେତେ ମର୍ମାହତ ଲାଗୁଛି ସେଟା ମୁଁ ଜାଣୁ ଚିନ୍ତା କରୁଛି। ନା ସବୁ ମାଲିକ ମୁଁ ଯେଉଁ ଯାତ୍ରା ପାର୍ଟିରେ ରହିଛି ସମସ୍ତେ ବୁଝିଛନ୍ତି ନିଶ୍ଚିତ ବୁଝୁଛନ୍ତି କେହି ବୁଝିନାହାନ୍ତି ବୋଲି ମୁଁ ନ ବୁଝିଲେ ଜଣକ ଅନୁଷ୍ଠାନରେ 15 ବର୍ଷ 12 ବର୍ଷ 10 ବର୍ଷ 5 ବର୍ଷ ମୁଁ ରହିଲି କେମିତି ଏଇଠି ତ 3 ବର୍ଷ ହେଲା ରହିଲେଣି ଆଉ ତ ଆମେ କେଉଁଠି ବର୍ଷିକା ଯାଉନି ସେମାନେ ଯଦି ମୋତେ ମୋ ପରିବାର ସହିତ ମୋ ସହିତ ସମ୍ପର୍କ ନ ରଖିଥାନ୍ତେ ମୁଁ ତାହେଲେ ଗୋଟେ ଯାତ୍ରା ପାର୍ଟିରେ ଦିନ ରହିଥାନ୍ତି କେମିତି ମୁଁ ତ ଏଇ ପାର୍ଟିକି ଯାଇନି ମୋତେ ଟର୍ଚର କଲାଣି ନିଶ୍ଚିତ ପଡ଼ିବ ଦେଖନ୍ତୁ ଠାକୁର କେଉଁଠି କାହା କେମିତି ବିପଦ ଦେବେ ସେହି ଜାଣିଛନ୍ତି ଲୋକଙ୍କ ମାଧ୍ୟମରେ ହଉ ମିଡ଼ିଆ ମାଧ୍ୟମରେ ହଉ ମୁଁ ଘରେ ମୁଁ ସୁଇସାଇଡ୍ କରିତେ ବସିଥିଲି ମୋତେ କେତେ ଆସି ଲୋକ ଭେଟିଗଲେଣି କେତେ ମିଡ଼ିଆ ଆଇଲେଣି ମୋ ପାଖକୁ କେତେ ପବ୍ଲିକ୍ ଆସି ସପୋର୍ଟ କରୁଛନ୍ତି କେତେ ମୋତେ ଭଲ ପାଉଛନ୍ତି ମୁଁ ଏଇଠୁ ଜାଣିପାରୁଛି ନିଶ୍ଚିତ ଧର୍ମ ଅଛି ଆଉ ସିଏ ନିଶ୍ଚିତ ସିଏ ଯେଉଁଟା କରୁଛନ୍ତି ବଡ଼ ଭାଇ ବାପ ସମାନେ ସିଏ ଯେଉଁଟା ନିଜକୁ ନିଜେ ସିଏ ଚିନ୍ତା କରନ୍ତୁ ଗୋଟେ ବ୍ରାହ୍ମଣ ପିଲା ମୁଁ ଯାହା କରୁଛନ୍ତି ଠିକ୍ କରୁଛନ୍ତି କି ଭୁଲ କରୁଛନ୍ତି ସେ ନିଜେ ଚିନ୍ତା କରନ୍ତୁ।